ଆସନ୍ତୁ ଦେଖିବା ଭାରତରେ ଛୋଟ ବ୍ୟବସାୟଗୁଡ଼ିକ କିପରି ଆଧୁନିକ ହେଉଛନ୍ତି। କଳ୍ପନା କରନ୍ତୁ କେବଳ ବିଲ୍ ତିଆରି କରିବାର ଉପାୟ ପରିବର୍ତ୍ତନ କରି ଏକ ଦୋକାନ ପ୍ରତିବର୍ଷ 28,000 ଟଙ୍କାରୁ ଅଧିକ ସଞ୍ଚୟ କରିପାରିବ। ଅଧିକାଂଶ କ୍ରେତା କାଗଜ ବିଲ୍ ସହିତ ଜଡ଼ିତ ଲୁକାୟିତ ଖର୍ଚ୍ଚ ବିଷୟରେ ଅଜ୍ଞ। ଦେଖନ୍ତୁ, ଥର୍ମାଲ ପେପର ଏବଂ ପ୍ରିଣ୍ଟରର ମୂଲ୍ୟ ଏସବୁ ମିଶି ବହୁତ ଅଧିକା ଏବଂ ପରିବେଶଗତ କ୍ଷତି ତାହା ଭିନ୍ନ। ଏହି ପ୍ରାପ୍ତି ପାଇଁ 40 କୋଟିରୁ ଅଧିକ ଗଛ କଟାଯାଏ। ତେବେ ଏହାର ସମାଧାନ ବନ୍ ବଜାର ବିଲ୍ସ। ଏହି ଆପ୍ ସ୍ୱତନ୍ତ୍ର ଭାବରେ ଭାରତୀୟ ଦୋକାନ ପାଇଁ ତିଆରି କରାଯାଇଛି। ବିଲ୍ ତିଆରିଠାରୁ ଆରମ୍ଭ କରି ପେମେଣ୍ଟ ପର୍ଯ୍ୟନ୍ତ ଏହି ଆପ୍ ସବୁକିଛି ଡିଜିଟାଲ କରିଥାଏ, ତାହା ମଧ୍ୟ ସିଧାସଳଖ ଫୋନ୍ରୁ। ତେବେ ଏହା କିପରି କାରଦାୟ? ୟା ବହୁତ ସହଜ, କେବଳ 3ଟି ପଦକ୍ଷେପ। ପ୍ରଥମ ପଦକ୍ଷେପ, ଆପଣଙ୍କ ଦୋକାନରେ ଥିବା ସମସ୍ତ ଜିନିଷ ଏବଂ ସେଗୁଡ଼ିକର ମୂଲ୍ୟର ଏକ ଡିଜିଟାଲ ତାଲିକା ଆପରେ ତିଆରି କରନ୍ତୁ। ଦ୍ୱିତୀୟ ପଦକ୍ଷେପ, କେବଳ ଜିନିଷର ବାରକୋଡ୍ ସ୍କାନ୍ କରନ୍ତୁ ଏବଂ ଏହା ସ୍ୱୟଂଚାଳିତ ଭାବରେ ଯୋଡ଼ା ହୋଇଯିବ। ଏବଂ ତୃତୀୟ ପଦକ୍ଷେପ, ବିଲ୍ ପ୍ରସ୍ତୁତ, ଏହାକୁ ଡିଜିଟାଲ ଭାବରେ ସେୟାର କରନ୍ତୁ। ଏପରିକି ଗୋଟିଏ ଗଛ ମଧ୍ୟ ରକ୍ଷା ପାଇରହିଲା। କିନ୍ତୁ ଯଦି ଇଣ୍ଟରନେଟ୍ ନାହିଁ, ତେବେ କ'ଣ ହେବ? କୌଣସି ଅସୁବିଧା ନାହିଁ, ବଜାର ବିଲ୍ସ ମଧ୍ୟ ଏଥିପାଇଁ ପ୍ରସ୍ତୁତ। ଆପଣଙ୍କର ସମ୍ପୂର୍ଣ୍ଣ ମୂଲ୍ୟ ତାଲିକା ଫୋନ୍ରେ ହିଁ ରହିଥାଏ, ତେଣୁ ଇଣ୍ଟରନେଟ୍ ଥାଉ କି ନଥାଉ ବିଲିଂ ବିନା ବାଧାରେ ଜାରି ରହେ। ପେମେଣ୍ଟ ମଧ୍ୟ ବହୁତ ସହଜ। ୟୁପିଆଇ ପେମେଣ୍ଟ ପାଇଁ ବିଲ୍ ପରିମାଣର କ୍ୟୁଆର୍ କୋଡ୍ ସ୍ୱୟଂଚାଳିତ ଭାବରେ ଜେନେରେଟ୍ ହୁଏ। ଦୋକାନ ମାଲିକମାନେ ମଧ୍ୟ ସେମାନଙ୍କର କର୍ମଚାରୀମାନଙ୍କୁ ଆପରେ ଯୋଡ଼ିପାରିବେ ଏବଂ ସେମାନେ କ'ଣ ଦେଖନ୍ତି ତାହା ନିୟନ୍ତ୍ରଣ କରିପାରିବେ। ଏବଂ ହଁ, ଏହି ଆପ୍ କେବଳ ଇଂରାଜୀରେ ନୁହେଁ, ବରଂ ହିନ୍ଦୀ, ମରାଠୀ, ତାମିଲ ଭଳି ଅନେକ ଭାଷାରେ ମଧ୍ୟ କାମ କରେ। ସୁରେଶ ରେଡ୍ଡି କ'ଣ କହୁଛନ୍ତି ଶୁଣନ୍ତୁ। ପୂର୍ବରୁ ଥର୍ମାଲ ପେପର ରୋଲ୍ ପାଇଁ ପ୍ରତି ମାସରେ 1800 ଟଙ୍କା ଖର୍ଚ୍ଚ ହେଉଥିଲା, ଏବେ ଏହା 0। ତେବେ ପ୍ରଶ୍ନ ହେଉଛି, ଆପଣଙ୍କର ବ୍ୟବସାୟ କ'ଣ ଡିଜିଟାଲ ହେବାକୁ ପ୍ରସ୍ତୁତ?